ତମେ କେବେ ବାୟଲର ଜ୍ୟୋତିର୍ଲିଙ୍ଗ ଦେଖିଛ? ତମେ ଜାଣିଛ ରାମେଶ୍ୱରମରେ ଆଜ ବି ପରେ ବାୟଲର ଜ୍ୟୋତିର୍ଲିଙ୍ଗକେ ପୂଜା କରାଯାଇସି। ଆଉ ସେ ଯୁଗନୁ ଯେନ୍ଟା ସୀତାମା ବନେଇଥିଲେ ସେ ବାୟଲର ଲିଙ୍ଗ ଆଜ ତକ୍ ଅଛେ। ଚାଲ ଜାଖମା ଇଟାର ଷ୍ଟୋରି। ଯେତେବେଳେ ଆମ ରାମ ଭଗବାନ ସୀତା ମାତାକେ ରାବଣନୁ ବଞ୍ଚେଇ କରି ଆଣିଲେ ସେତେବେଳେ ସେମାନେ ରାମେଶ୍ୱରମରେ ଥିଲେ। ଯେତେବେଳେ ରାବଣକେ ମାରିକରି ଯାଇଥିଲେ ତ ମୁନି ଋଷି ଆଜ୍ଞା କହିଲେ କି ତମେ ଶୁଦ୍ଧ ହେଇକରି ଲିଙ୍ଗ ପୂଜା କର୍ମା। ତ ଭଗବାନ ପଠାଲେ ଆମର ହନୁମାନକେ ଯାହା ଗୋଟେ ଶିବଲିଙ୍ଗଟେ ନେଇକରି ଆସିବେ ବୋଲିକରି। ଯେତେବେଳେ ଶିବଲିଙ୍ଗ ନେଇକି ଯାଇଥିଲି ମୁନି ଋଷି ଆଜ୍ଞା କହିଲେ କି ଆମର ଯେନ୍ ବିଧି ବିଧାନ ଅଛି ସେ ଟାଇମଟା ପଲଉଛେ ତ ଚାଲ ଆମେ ଯେନ୍ତା କରି ହେଲେ ବନେଇଦେମା। ସୀତାମା ଭାବିଲେ କି ମୁଁ ଗୋଟେ ବାୟଲର ଶିବଲିଙ୍ଗଟେ ବନେଇଦେସି। ଆଉ ବାୟଲର ଶିବଲିଙ୍ଗକେ ସେମାନେ ସେନେ ପୂଜା କରିବା ଗଲେ। ହେଲେ ହनुମାନ ଯେତେବେଳେ ପହଞ୍ଚିଲେ ପୂଜା ସରିଥିଲା ନା ବେଲେ ସେ ରାଗଲେ ହନୁମାନ ରାମ ଭଗବାନକେ। ତ ରାମ ଭଗବାନ ତାଙ୍କୁ ବୁଝେଇକରି କହିଲେ କି ତମେ ଏତେ ମେହନତ କରିକି ଯାଇକରି ଗୋଟେ ପର୍ବତନୁ ଶିବଲିଙ୍ଗଟେ ଆଣିଛ ତ ଆଜନୁ ତାଙ୍କ ଲାଗି ଗୋଟେ ମନ୍ଦିର ବନାଇକରି ସେ ନେଇ ଦୁହି ଲିଙ୍ଗକେ ପୂଜା କରାହେବା। ତ ହେଥିର୍ଲାଗି ରାମେଶ୍ୱରମ ବି ଆପଣ ଯେତେବେଳେ ବି ଯିସନ୍ ଦେଖିବେ କି ସକାଳୁ ଗୋଟେ ଦର୍ଶନ ହେସି ଆଉ ତାପରେ ଟିକେ ବେଲ ପରେ 12 ବଜେ ଆଉ ଗୋଟେ ଦର୍ଶନ ହେସି। ସକାଳୁ ଯେନ୍ ଦର୍ଶନ ହେସି ପହଲା ଦର୍ଶନଟା ସେଟା ଆମର ଯେନ୍ ବାୟଲର ଯେନ୍ ଲିଙ୍ଗ ଶିବଲିଙ୍ଗ ଅଛନ୍ ଯେନ୍ ଆମ ସୀତାମା ବନେଇଥିଲେ ସେଥିର ପହଲା ଦର୍ଶନ ହେସି। ଆଉ ତାରପରେ ଯେନ୍ ପୂଜା କରଲା ସରେ ଭୋଗ ଲଗାଲା ପରେ 12 ବଜେ ଆଉ ଗୋଟେ ଦର୍ଶନ ମିଲସି ରାମେଶ୍ୱରମରେ। ସେଇଟା ଯେନ୍ ଆମର ହନୁମାନ ଭଗବାନ ଆଣିଥିଲେ ସେଇଥିର ଲିଙ୍ଗର ଦର୍ଶନ ହେ। ତ ଆଉ ଥରେ ଯଦି ତମେ ମାନେ ରାମେଶ୍ୱରମ ଯିବ ତ ପ୍ଲିଜ୍ ଇ ଦୁହି ଦର୍ଶନକେ କରବା ଟ୍ରାଏ କରବ। थैंक्स फॉर वाचिंग। एंता ही बढ़िया बढ़िया नवा नवा स्टोरी मुझे आपंकर आनी।